प्रतिटी घटना उपरे थाए आमर नजर आमे चेष्टा करू सत और प्रकृत कथा को लोकलोचन को आनिबा पाई सही उद्यम रे आमर एही सकाळर खबर स्पॉट न्यूज। नमस्कार, स्पॉट न्यूज सह मु ज्योतिस्मिता। बलांगीर प्रमुख सामाजिक संगठन सहयोग फाउंडेशन गत 6 डिसेम्बर ठारू पृथ्वीराज गोशाला रे सहानुभूतिपूर्ण नुआ परिकल्पना पशुंक पाई खाद्य रोटी कंचा तरकारी एवं बिस्कुट वितरण कार्यक्रमर शुभारंभ कला। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ ଗାଈ ଏବଂ କୁକୁରମାନଙ୍କୁ ରୋଟି, କଞ୍ଚା ତରକାରୀ ଏବଂ ବିସ୍କୁଟ ଖୁଆଇ ସୁସ୍ଥ ଓ ପୋଷଣ ଯୋଗାଇବା। ପୃଥ୍ୱୀରାଜ ଗୋଶାଲାରେ ଆୟୋଜିତ ଉଦ୍ଘାଟନ କାର୍ଯ୍ୟକ୍ରମରେ ସିଏ ନରେନ୍ଦ୍ର ଜୈନ, ବିଷ୍ଣୁପ୍ରସାଦ କେଡ଼ିଆ, ଡକ୍ଟର ସୁରେଶ ଷଡ଼ଙ୍ଗୀ, ଲାୟନ ଲୋକନାଥ ମିଶ୍ର, ସୁଦୀପ୍ତ ତ୍ରିପାଠୀ ଏବଂ ପବନ ଅଗ୍ରୱାଲଙ୍କ ଉପସ୍ଥିତି ରହିଥିଲା। କାର୍ଯ୍ୟକ୍ରମ ସମନ୍ୱୟକାରୀ ଡକ୍ଟର ପଞ୍ଚାନନ ପ୍ରଧାନ, ସଂସ୍ଥାର ସାଧାରଣ ସମ୍ପାଦିକା ଶ୍ରୀମତୀ ପିଙ୍କି ମୋଦି ଉପସ୍ଥିତ ଥିଲେ। ସ୍ଥାନୀୟ ଚିମ୍ନିଭାଟି ସ୍ଥିତ ତକ୍ଷଶିଳା ଗୁରୁକୁଲ ସ୍କୁଲ ଖେଳ ପଡ଼ିଆରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡେପୁଟି ଡାଇରେକ୍ଟର ପବ୍ଲିକ ପ୍ରୋସିକ୍ୟୁସନ ସଞ୍ଜୟ ପ୍ରଧାନ ଯୋଗଦାନ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଅନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣ ପଦକ ବିଜେତା କୋଚ୍ ତଥା ଯୁବ ସମାଜ ସେବୀ ଅସୀମ କୁମାର ଭୋଇ ଯୋଗଦେଇ କ୍ରୀଡ଼ାର ବିକାଶରେ ଦେଶର ବିକାଶ ବୋଲି ବକ୍ତବ୍ୟ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପ୍ରତିଷ୍ଠାତା ପ୍ରତିମା ପ୍ରଧାନ, ଡାଇରେକ୍ଟର ବାଲଗୋପାଳ ପ୍ରଧାନ, ଅଧ୍ୟକ୍ଷ ନଳିନୀ ପ୍ରଭା ରାୟ ମଞ୍ଚାସୀନ ଥିଲେ। ବିଶିଷ୍ଟ କ୍ରୀଡ଼ାବିତ୍ ଗରୁଡ଼ ଧ୍ୱଜ ସାଏ ଖେଳ ପରିଚାଳନା କରିଥିବା ବେଳେ ଆର୍ତ୍ତତ୍ରାଣ ବାଗ ମଞ୍ଚ ପରିଚାଳନା କରିଥିଲେ। ବଲାଙ୍ଗୀର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କବିତା ପାଠ ଓ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ମୃତିବିନ୍ଦୁ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କବିତା ପାଠ ଓ ଆଲୋଚନା କାର୍ଯ୍ୟକ୍ରମରେ ନିମନ୍ତ୍ରିତ କବି ଓ ଆଲୋଚକ ଚିତ୍ତରଞ୍ଜନ ମିଶ୍ର, ରଚନା ସଭାପତି ସନାତନ ଠାକୁର, କବି ଭାଗୀରଥୀ ମିଶ୍ର, ଡକ୍ଟର ପ୍ରହଲ୍ଲାଦ ଶତପଥୀ, ଆନନ୍ଦ ଚନ୍ଦ୍ର ସାହୁ, ସନ୍ଦୀପ କୁମାର କୁଅଁର, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ବୀରେନ୍ଦ୍ର କୁମାର ଝାକର ଯୋଗଦାନ କରି ସ୍ୱରଚିତ ଓ ଅନୁବାଦ କବିତା ପାଠ କରିଥିଲେ। କବି ଚିତ୍ତରଞ୍ଜନ ସ୍ୱରଚିତ କବିତା ପାଠ କରିବା ସହ ପ୍ରକୃତି ଓ ମଣିଷର ସମ୍ପର୍କ ଏବଂ ଏହାର ବିଶେଷତ୍ୱ ଉପରେ କହିଥିଲେ। ସାରଳା ଦାସଙ୍କ ନବଗୁଜ୍ଜର ଚରିତ୍ର ଓ ଚିତ୍ର ସମ୍ବନ୍ଧରେ ଆଲୋଚନା କରି ଏହି ଚିତ୍ରରେ କବି ପ୍ରକୃତିର ସମସ୍ତ ପ୍ରାଣୀ ଓ ମଣିଷର ସମ୍ପର୍କ ତଥା ସମନ୍ୱୟକୁ କିଭଳି ନିଖୁଣ ଭାବେ ଚିତ୍ରଣ କରିଛନ୍ତି କହିଥିଲେ। ମଣିଷ କେନ୍ଦ୍ରିକ କଥା କହି ଆମେ କିଭଳି ପ୍ରକୃତିଠାରୁ ଦୂରେଇ ଯାଉଛୁଁ ଏବଂ ଅନ୍ୟ ଜୀବମାନଙ୍କୁ ହେୟ ଜ୍ଞାନ କରି ସମଗ୍ର ପୃଥିବୀକୁ ବିପଦ ମୁହଁକୁ ନେଇ ଯାଉଛୁ କହିଥିଲେ। ପ୍ରକୃତି କେନ୍ଦ୍ରିକ ଜୀବନ ଓ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସମନ୍ୱୟ ଉପରେ ସେ ଗଭୀର ଆଲୋଚନା କରିଥିଲେ। ଅନ୍ୟ କବିମାନେ ମଧ୍ୟ ଏହା ଉପରେ ସୁଚିନ୍ତିତ ମତ ଦେଇ ପ୍ରକୃତିର ସୁରକ୍ଷା ଓ ସମନ୍ୱୟ ଉପରେ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ବୀରେନ୍ଦ୍ର ଝାକର ପରିଚାଳନା କରିଥିଲେ। केमिति लाଗୁଛି ଆମର ସ୍ପଟ୍ ନ୍ୟୁଜ୍? ମତାମତ ଦେବାକୁ ଭୁଲିବେ ନାହିଁ। ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।